ଯାତ୍ରା କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁ। ଆସନ୍ତୁ ଆମେ ପାଳକ ପ୍ରେମାଶିଷ ସତମାଙ୍କ ଦ୍ୱାରା ଲିଖିତ ଆଜିର ଡିଭୋସନ ବିଷୟରେ ଚର୍ଚ୍ଚା କରିବା। ପ୍ରଭୁଙ୍କର ପ୍ରଶଂସା ହେଉ। ଆଜି ଆମେ ଗୋଟେ ବଢ଼ିଆ ବିଷୟରେ କଥା ହେବା। ପାଳକ ପ୍ରେମାଶିଷ ସତମଙ୍କର ଗୋଟେ ଲେଖା ଅଛି, ନିରନ୍ତର ପ୍ରାର୍ଥନାର ଶକ୍ତି। ତ ଆସନ୍ତୁ ଏହା ଉପରେ ଟିକେ ଗଭୀର ଭାବେ ଆଲୋଚନା କରିବା। ଆମେ ଜାଣିବାକୁ ଚେଷ୍ଟା କରିବା ଯେ ଏତେ ପ୍ରାର୍ଥନା କଲା ପରେ ବି ଯେବେ ଉତ୍ତର ଆସିବାରେ ଡେରି ହୁଏ ସେତେବେଳେ କ'ଣ ହୁଏ। ବେଳେବେଳେ ମନରେ ପ୍ରଶ୍ନ ଆସେ, ସତରେ କ'ଣ ପରମେଶ୍ୱର ଶୁଣୁଛନ୍ତି? ଆଉ ଯଦି ଡେରି ହେଉଛି ତ ନିରାଶ ଲାଗିବାଟା ବି ସ୍ୱାଭାବିକ। ଆମ ପାଇଁ ଗୋଟେ ମୂଳପଦ ଅଛି ଏଠି, ଏଭ୍ରି 10:35। ଅତଏବ ତୁମମାନଙ୍କର ସାହସ ପରିତ୍ୟାଗ କର ନାହିଁ, ସେଥିର ମହାପୁରସ୍କାର ଅଛି। ଏଟା ମନେ ରଖିବା କଥା। ହଁ, ଆଉ ଏହି ଲେଖାଟା ସେଇ ମୂଳ ପ୍ରଶ୍ନଟାକୁ ହିଁ ଧରୁଛି ଯେ ପରମେଶ୍ୱର କ'ଣ ସତରେ ଆମ କଥା ଶୁଣନ୍ତି? ବିଶେଷ କରି ଯେତେବେଳେ ଜବାବ ମିଳିବାରେ ଡେରି ହୁଏ, ସେତେବେଳେ କ'ଣ ଭାବିବା ଯେ ସେ ଶୁଣୁନାହାନ୍ତି ନା ଆଉ କୌଣସି କାରଣ ଅଛି? ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆଚ୍ଛା, ଆଲୋଚନା ଆରମ୍ଭ କରିବା ପାଇଁ ଲେଖାଟା ମାଥ୍ୟୁ 7:7 କଥା କହୁଛି, ଯେଉଁଠି ଯୀଶୁ କହୁଛନ୍ତି, ମାଗ ସେଥିରେ ତୁମମାନଙ୍କୁ ଦିଆଯିବ, ଖୋଜ ସେଥିରେ ପାଇବ, ଦ୍ୱାରରେ ମାର ସେଥିରେ ଫିଟାଇ ଦିଆଯିବ। ତ ଏହି ପ୍ରତିଜ୍ଞା ଆମକୁ କ'ଣ କହୁଛି ଏହି ପ୍ରସଙ୍ଗରେ? ହଁ, ଏଇଟା ଗୋଟେ ବଡ଼ ଭରସା ଦିଏ, ପକ୍କା କଥା ଯେ ପରମେଶ୍ୱର ଉତ୍ତର ଦେବାକୁ ଚାହାନ୍ତି। କିନ୍ତୁ ଲେଖକ ଯେଉଁ ଗୋଟେ ଜରୁରୀ କଥା କହୁଛନ୍ତି ସେଇଟା ହେଲା, ହୁଏତ ଉତ୍ତର ଆଧ୍ୟାତ୍ମିକ ସ୍ତରରେ ମିଳିସାରିଛି, କିନ୍ତୁ ଏଇଠି ଆମ ପାଖରେ ପହଞ୍ଚିବାକୁ ଭୌତିକ ରୂପ ନେବାକୁ ଟିକେ ସମୟ ଲାଗୁଛି। ଆଚ୍ଛା, ଏମିତି ବି ହୁଏ? ହଁ, ଆଉ ଏଇଟା ବୁଝିବା ପାଇଁ ଦାନିଏଲଙ୍କ କାହାଣୀ ବହୁତ ସାହାଯ୍ୟ କରେ। ତାଙ୍କର ଅନୁଭୂତି ଏଠି ବହୁତ ପ୍ରାସଙ୍ଗିକ। ହଁ, ଲେଖାରେ ବି ସେ କଥା ଅଛି। ଦାନିଏଲଙ୍କର ଦୁଇଟା ଅଲଗା ଅଲଗା ଅନୁଭୂତି। ଯେମିତିକି ଦାନିଏଲ 9 ଅଧ୍ୟାୟରେ ସେ ପ୍ରାର୍ଥନା ଆରମ୍ଭ କରୁ କରୁ ସାଙ୍ଗେ ସାଙ୍ଗେ ଗାବ୍ରିଏଲ ଦୂତ ପହଞ୍ଚିଗଲେ ଉତ୍ତର ନେଇକି। ଏକ୍ଜାକ୍ଟଲି, ପୁରା ତୁରନ୍ତ ଜବାବ। କିନ୍ତୁ ତା ପର ଅଧ୍ୟାୟ ଦାନିଏଲ 10ରେ କଥା ପୁରା ଅଲଗା। ସେଠି ସେ ପୁଣି ପ୍ରାର୍ଥନା କଲେ, କିନ୍ତୁ ଏଠାରୁ ଉତ୍ତର ଆସିବାକୁ ପୁରା 21 ଦିନ ଲାଗିଗଲା। 21 ଦିନ? ବାପରେ, ଏତେ ଡେରି କାହିଁକି ହେଲା ଯଦି ପରମେଶ୍ୱର ସେମିତି ତୁରନ୍ତ ଉତ୍ତର ଦିଅନ୍ତି? ସେଇଟା ହିଁ ମଜାଦାର କଥା। ଆଉ ଦାନିଏଲ 10:12 ପଦରେ ଲେଖା ଅଛି ଯେ ପରମେଶ୍ୱର ଦାନିଏଲଙ୍କ ପ୍ରାର୍ଥନା ପ୍ରଥମ ଦିନରୁ ହିଁ ଶୁଣିଥିଲେ। ପ୍ରଥମ ଦିନରୁ? ଆଚ୍ଛା, ତାହେଲେ ବାଧା କୋଉଠୁ ଆସିଲା? 21 ଦିନ ଲାଗିଗଲା ଯେ? ଏଇଠି ହିଁ ଲେଖାଟା ଆମକୁ ଆଧ୍ୟାତ୍ମିକ ଯୁଦ୍ଧ ବିଷୟରେ କହୁଛି। କ'ଣ ନା, ପରମେଶ୍ୱର ତ ଉତ୍ତର ପଠାଇ ଦେଇଥିଲେ, କିନ୍ତୁ ଯେଉଁ ସ୍ୱର୍ଗଦୂତ ଉତ୍ତର ନେଇ ଆସୁଥିଲେ ତାଙ୍କ ବାଟରେ ପାରସ୍ୟ ରାଜ୍ୟର ଅଧିପତି, ଯିଏକି ଗୋଟେ ଦୁଷ୍ଟ ଆତ୍ମିକ ଶକ୍ତି, ସେ ଅଟକେଇ ଦେଲା। ପୁରା 21 ଦିନ ଧରି ତାଙ୍କୁ ବାଧା ଦେଲା। ଓହୋ, ଏମିତି କଥା। ତାହେଲେ ଡେରିଟା ପରମେଶ୍ୱରଙ୍କ ପଟୁ ନଥିଲା? ନା, ବିଲକୁଲ ନୁହେଁ। ବାଧାଟା ଆସୁଥିଲା ଶତ୍ରୁ ପକ୍ଷରୁ। ଏଇଟା ଗୋଟେ ବହୁତ ବଡ଼ କଥା। ଏହା ଜାଣିଲେ ଟିକେ ଆଶ୍ୱସ୍ତି ଲାଗୁଛି। ସତରେ ଆମେ ଯେତେବେଳେ ଅପେକ୍ଷା କରୁ ସେତେବେଳେ ପରମେଶ୍ୱର କାମ କରୁଥାନ୍ତି। ଏକଦମ ଠିକ୍। ଆଉ ଏ ଅପେକ୍ଷାର ସମୟଟା ହିଁ ଆମ ବିଶ୍ୱାସ ପରୀକ୍ଷାର ସମୟ। ଲେଖକ କହୁଛନ୍ତି, ଏହି ସମୟରେ ଆମକୁ ଆହୁରି ଦୃଢ଼ ଭାବେ ବିଶ୍ୱାସରେ ଛିଡ଼ା ହେବାକୁ ପଡ଼ିବ, ପ୍ରାର୍ଥନା ଜାରି ରଖିବାକୁ ପଡ଼ିବ। ମାଥ୍ୟୁ 7:8 ପୁଣି ମନେ ପକାଇ ଦିଏ, କାରଣ ଯେ କେହି ମାଗେ ସେ ପାଏ। ଏଟା ପରମେଶ୍ୱରଙ୍କର ପ୍ରତିଶ୍ରୁତି। କିନ୍ତୁ ଆମ ପଟୁ ଧୈର୍ଯ୍ୟ ଆଉ ଲାଗି ରହିବାଟା ବି ଦରକାର। ମୂଳ କଥା ହେଲା, ପରମେଶ୍ୱର ବିଶ୍ୱସ୍ତ, ସେ ଶୁଣନ୍ତି। ଏଇଟା ହିଁ ଲେଖକ ବୁଝେଇବାକୁ ଚାହୁଁଛନ୍ତି। ତେଣୁ ମୂଳ କଥା ହେଲା, ବାଧା ଆସିପାରେ, ଡେରି ବି ହୋଇପାରେ, କିନ୍ତୁ ସେଗୁଡ଼ାକ ପ୍ରାୟତଃ ଶତ୍ରୁ ପଟୁ। ଆଉ ସେଥିପାଇଁ ଏଭ୍ରି 35ର କଥାଟା ଏତେ ଜରୁରୀ। ସାହସ ହରେଇବାନି, କାରଣ ଶେଷରେ ପୁରସ୍କାର ଅଛି। ନିରନ୍ତର ପ୍ରାର୍ଥନା କରିବାଟା ସେଇ ସାହସ ଆଉ ବିଶ୍ୱାସର ପ୍ରମାଣ। ନିଶ୍ଚୟ। ସାରାଂଶରେ କହିଲେ, ପାଳକ ପ୍ରେମାଶିଷଙ୍କର ଏହି ଲେଖା ଆମକୁ ଖାଲି ପ୍ରାର୍ଥନା କରିବାକୁ କହୁନି। ଏହା ଆମକୁ ବିଶ୍ୱାସରେ ମଜବୁତ ରହିବାକୁ, ଧୈର୍ଯ୍ୟ ଧରିବାକୁ ଆଉ ପରମେଶ୍ୱରଙ୍କ ଉପରେ ପୁରା ଭରସା ରଖିବାକୁ ଶିଖାଉଛି। ହୁଏତ ଆମକୁ ସବୁ ଦେଖାଯାଉନି, କିନ୍ତୁ ପର୍ଦ୍ଦା ପଛରେ କାମ ଚାଲିଛି। ଏ ଭରସାଟା ରଖିବା ଦରକାର। ବାଃ, ଏଇଟା ବାସ୍ତବିକ ଗୋଟେ ଶକ୍ତି ଦେଲା ଭଳି କଥା। ଆଚ୍ଛା, ଏସବୁ ଆଲୋଚନା ପରେ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। ଯେତେବେଳେ ଆମେ ସେଇ ଅପେକ୍ଷାର ସମୟ ଦେଇ ଯାଉଥାଉ, ଯେତେବେଳେ ବାଧା ଲାଗୁଥାଏ, ଡେରି ହେଉଥାଏ, ସେତେବେଳେ ପ୍ରକୃତରେ ଆମ ଦୈନନ୍ଦିନ ଜୀବନରେ ବିଶ୍ୱାସରେ ଦୃଢ଼ ହୋଇ ଛିଡ଼ା ହେବାର ମାନେ କ'ଣ? କେମିତି ସେ ସାହସଟାକୁ ଆମେ ଧରି ରଖିପାରିବା ଯେତେବେଳେ ଚାରିଆଡ଼େ କେବଳ ଚୁପଚାପ ଲାଗୁଥାଏ?
এটা ভাবিବା ପାଇଁ ଗୋଟେ ଭଲ ପ୍ରଶ୍ନ। ପ୍ରଭୁଙ୍କର ପ୍ରଶଂସା ହେଉ। ଆଜି ଆତ୍ମିକ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଧନ୍ୟବାଦ, ଯେଉଁଠି ଆମେ ପ୍ରତିଦିନ ପରମେଶ୍ୱରଙ୍କ ବାକ୍ୟ ଆଲୋଚନା କରୁଅଛୁ। ଯଦି ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଆଶୀର୍ବାଦ ଦେଇଅଛି, ତେବେ ଏହାକୁ ଆପଣ ଫ୍ୟାମିଲି ଆଉ ଫ୍ରେଣ୍ଡସ୍ ହ୍ୱାଟ୍ସଆପ୍ ଗ୍ରୁପରେ ସେୟାର କରନ୍ତୁ। ଆସନ୍ତାକାଲି ପୁଣି ଦେଖା ହେବା। ଧନ୍ୟବାଦ।